ମାନେ ଜୟ ଜଗନ୍ନାଥ। ଆଜି ଆମେ ସମୟାନୁବର୍ତ୍ତିତାର ଦ୍ୱିତୀୟ ଭାଗ ପଢିବା। ଆମେ ଏହା ପୂର୍ବ ପିରିୟଡରେ ପ୍ରଥମ ଭାଗରେ ସଂସ୍କୃତ ବଲ୍ଲରୀ ନବମ ଶ୍ରେଣୀର ଗଦ୍ୟ ବିଭାଗ ସମୟାନୁବର୍ତ୍ତିତା ଆମର ଏଇ ପ୍ରକୋଷ୍ଠ ସଂସ୍କୃତ ଶିକ୍ଷାୟତନ ମଧ୍ୟରେ ପଢୁଥିଲେ। ଆଜି ତାର ଦ୍ୱିତୀୟ ଭାଗ ଆମେ ଆରମ୍ଭ କରିବା। ତାହେଲେ ଆମେ ପଢିଥିଲେ ଯେ ମାଧବ ଦ୍ୱିତୀୟ ଦିନ ବି ଯାଇ ବିଦ୍ୟାଳୟରେ ଡେରିରେ ପହଞ୍ଚିଲା 10 ମିନିଟ ବିଳମ୍ବରେ। ତେଣୁ ଶିକ୍ଷକ ତାକୁ କହିଲେ ଯେ ତୁମେ ଠିକ ସମୟରେ ଆସିଲ ନାହିଁ, ଏହା ହଉଛି ବହୁତ ବଡ ଦୁଃଖ। ତାପରେ ଆମେ ପଢିବା ଛାତ୍ରାଣାମ ପୁରତଃ। ପିଲାମାନେ ପୁରତଃ ମାନେ ଆଗରେ। ଏଇ ଅବୟ ପଦ ଯୋଗରେ ଛାତ୍ରାଣାମ ହେଇଛି ଷଷ୍ଠୀ ବିଭକ୍ତି ହେଲା। ତାହେଲେ ଛାତ୍ର ମାନଙ୍କ ଆଗରେ ସହ ହେଲା କର୍ତ୍ତରୀ ପ୍ରଥମା ବାରମ୍ବାର ଲଜ୍ଜିତ ଅପମାନିତ ଚ ଅଭବତ୍। ଏଠି ସନ୍ଧି ବିଚ୍ଛେଦ କରିଦିଅ। ଅପମାନିତ ଯୁକ୍ତ ଚ ଯୁକ୍ତ ଅଭବତ୍। ତାହେଲେ ଛାତ୍ର ମାନଙ୍କ ସମ୍ମୁଖରେ ସେମାନେ କିଏ? ମାଧବ ବାରମ୍ବାର ଲଜ୍ଜିତ ଆଉ ଅପମାନିତ ହେଲା। କାରଣ ଶିକ୍ଷକ ତାକୁ କହିଲେ ଯେ ତୁମେ ଠିକ ସମୟରେ ଆସୁନାହ, ଏହା ଭାରି ଦୁଃଖର କଥା। ସହ ବ୍ୟଚିନ୍ତୟତ୍। ଏଠି ସନ୍ଧି ବିଚ୍ଛେଦ ଆମେ କରିଦବା। ସହ ଯୁକ୍ତ ବ୍ୟଚିନ୍ତୟତ୍। ସହ କହିଲେ ସେ, ବ୍ୟଚିନ୍ତୟତ୍ କହିଲେ ଚିନ୍ତା କଲା। ସେ ଚିନ୍ତା କଲା, ସେ ହେଲା କର୍ତ୍ତରୀ ପ୍ରଥମା। ତମନ୍ତରେଣ, ତମ ଯୁକ୍ତ ଅନ୍ତରେଣ। ତମ କହିଲେ ତାହା, ଅନ୍ତରେଣ ମାନେ ବିନା, ତାହା ବ୍ୟତୀତ। ଅନ୍ୟ ନ କଶ୍ଚିତ୍, ଅନ୍ୟ କେହି ବି, କଶ୍ଚିତ୍ କହ ଯୁକ୍ତ ଚିତ୍, ଅନ୍ୟ କେହି ବି ଛାତ୍ର ବିଳମ୍ବେନ ଆଗଚ୍ଛତି। ଏଠି ନ ରହିଛି ଆଗରୁ, ତେଣୁ ସେ ଚିନ୍ତା କଲା ତା ବ୍ୟତୀତ ଅନ୍ୟ କେହି ବି ଛାତ୍ର ବିଳମ୍ବରେ ଆସୁନାହାନ୍ତି। ନାଇଁ, ଅନ୍ୟ ନ କଶ୍ଚିତ୍ ଛାତ୍ର, ଅନ୍ୟ କୌଣସି ଛାତ୍ର ହେଲା କର୍ତ୍ତରୀ ପ୍ରଥମା। ବିଳମ୍ବେନ ଆଗଚ୍ଛତି, ଏ ନଟାକୁ ଏଠିକି ପଳେଇ ନେଇ ଆସ, ନାଗଚ୍ଛତି। ନାଇଁ, ତେଣୁ ସେ ଚିନ୍ତା କଲା ଯେ ତା ବ୍ୟତୀତ ଅନ୍ୟ କେହି ବି ଛାତ୍ର ବିଳମ୍ବରେ ଆସୁନାହାନ୍ତି। ଅତଃ ଏଣୁକରି ତୃତୀୟ ଦିବସେ, ତୃତୀୟ ଦିନ, ପିଲାମାନେ ଏଇଟା କାଳାଧିକରଣେ ସପ୍ତମୀ ବ୍ୟକ୍ତି ହବ। ତୃତୀୟ ଦିବସେ ବହୁ ପ୍ରୟାସେନ, ବହୁତ ଚେଷ୍ଟା କରି, ଅନେକ ଚେଷ୍ଟା କରି ପଞ୍ଚଦଶ ନିମିଷେଭ୍ୟ ପୂର୍ବମେବ। ପଞ୍ଚଦଶ ନିମିଷ, ପଞ୍ଚଦଶ କହିଲେ 15, ନିମିଷ କହିଲେ ମିନିଟ। ତାରେ 15 ମିନିଟ ପୂର୍ବମେବ, ପୂର୍ବମ ଯୁକ୍ତ ଏବ, 15 ମିନିଟ ପୂର୍ବରୁ ହିଁ ବିଦ୍ୟାଳୟ ଅଗଚ୍ଛତ୍, ବିଦ୍ୟାଳୟ ଯୁକ୍ତ ଅଗଚ୍ଛତ୍, ବିଦ୍ୟାଳୟକୁ ଗଲା ହେଲା। ତେଣୁ ତା ପରଦିନ ସେ ବହୁତ ଚେଷ୍ଟା କରି କଣ କଲା? 15 ମିନିଟ ଆଗୁଆ ବିଦ୍ୟାଳୟକୁ ଗଲା। ଯଦା କହିଲେ ଯେତେବେଳେ, ବିଦ୍ୟାଳୟ ଅପଶ୍ୟତ୍, ବିଦ୍ୟାଳୟକୁ ଯାଇ ଦେଖିଲା, ବିଦ୍ୟାଳୟ ଯୁକ୍ତ ଅପଶ୍ୟତ୍, ତଦା ବିଦ୍ୟାଳୟସ୍ୟ ମୁଖ୍ୟ ଦ୍ୱାରମ୍। ପିଲାମାନେ ବିଦ୍ୟାଳୟସ୍ୟ, ବିଦ୍ୟା ଯୁକ୍ତ ଆଳୟସ୍ୟ, ନାଇଁ ବାରମ୍ବାର କୁହାଉଛି। ତାହେଲେ ବିଦ୍ୟାଳୟର ମୁଖ୍ୟ ଦ୍ୱାର, ଗେଟ୍, ନାଇଁ ପିହିତମ୍ ଆସୀତ୍। ତାହେଲେ ପିହିତମ୍ ଯୁକ୍ତ ଆସୀତ୍, ପିହିତମ୍ କହିଲେ ବନ୍ଦ। ପିହିତମ୍ ପ୍ରକୃତି ପ୍ରତ୍ୟୟ କରିବା, ଅପି ଯୁକ୍ତ ଧା ଯୁକ୍ତ ତ ହେଲା, ପିହିତମ୍। ତାହେଲେ ଆସୀତ୍, ତାହେଲେ ମୁଖ୍ୟ ଫାଟକ ଯୋଉଟା ସେଟା କଣ ଥିଲା? ବନ୍ଦ ଥିଲା। ଏକୋପି ଛାତ୍ର, ସନ୍ଧି ବିଚ୍ଛେଦ କରିଦିଅ। ଏକ ଯୁକ୍ତ ଅପି, ଏକୋପି ଛାତ୍ର ଶିକ୍ଷକ ବା, ଶିକ୍ଷକ ଅଛି, ଆମେ ତାକୁ ସନ୍ଧି ବିଚ୍ଛେଦ କରିଦବା, ଶିକ୍ଷକ ବା। ତାହେଲେ ଜଣେ ବି ଛାତ୍ର ଅଥବା ଶିକ୍ଷକ, ବା ମାନେ କଣ? ଅଥବା ଶିକ୍ଷକ ନ ତତ୍ର ଆସୀତ୍, ସନ୍ଧି ବିଚ୍ଛେଦ କରିଦିଅ, ତତ୍ର ଯୁକ୍ତ ଆସୀତ୍। ତାହେଲେ ଜଣେ ବି ଛାତ୍ର ଅଥବା ଶିକ୍ଷକ ତତ୍ର ନ ଆସୀତ୍, ତତ୍ର ମାନେ ସେଠାରେ, ନ ଆସୀତ୍ ଅର୍ଥାତ୍ ନଥିଲେ। ସାକ୍ଷାତ କହିଲେ ଠିକ, ପଞ୍ଚ-ନବବାଦନେ, ମାନେ କେତେ? 5 ମିନିଟ, 9ଟା ବାଜିବାକୁ
5 ମିନିଟ୍, ପଞ୍ଚ ଉନ୍ନ, 5 ଉଣା, 9ଟା ବାଜିବା ପାଇଁ, ତାମାନେ କେତେ? 8ଟା 55, ନାଇଁ? ତାହେଲେ 9ଟା ବାଜିବାକୁ ଠିକ 5 ମିନିଟ୍ ଥିଲା। ବିଦ୍ୟାଳୟସ୍ୟ ସେବକଃ, ବିଦ୍ୟାଳୟର ସେବକ ଆଗଛତ୍, ହେଲା ଆମେ ଯାହାକୁ ପିଅନ ଭାଇ ବୋଲି କହୁଛେ, ନାଇଁ? ତାହେଲେ ବିଦ୍ୟାଳୟସ୍ୟ ସେବକଃ ଆଗଛତ୍, ଆସିଲା। ଦ୍ୱାରମ୍ ଉଦ୍ଘାଟୟତ୍ ଚ, ଦ୍ୱାରମ୍ ଯୁକ୍ତ ଉଦ୍ଘାଟୟତ୍, ଦ୍ୱାରମ୍ କହିଲେ ଦ୍ୱାରକୁ, ଉଦ୍ଘାଟୟତ୍ ମାନେ ଚ ମାନେ ଓ ଦ୍ୱାର ଖୋଲିଲା, ହେଲା। ଠିକ 5 ମିନିଟ୍ ଥିଲା, ସେବକ ଭାଇ ଆସିଲା ଏବଂ କଣ କଲା? ଦ୍ୱାର ଖୋଲିଲା। କ୍ରମେଣ, କ୍ରମାନୁସାରେ, ତାପରେ କ୍ରମେ, ସର୍ବେ ଛାତ୍ରାଃ ଶିକ୍ଷକାଃ ଚ, ଶିକ୍ଷକାଶ୍ଚ ଅଛି, ଆମେ ସନ୍ଧି ବିଚ୍ଛେଦ କରିଦବା, ଶିକ୍ଷକାଃ ଯୁକ୍ତ ଚ, ତାହେଲେ କ୍ରମେଣ ଅର୍ଥାତ୍ କ୍ରମାନୁସାରେ, ସର୍ବେ ଛାତ୍ରାଃ ସମସ୍ତ ଛାତ୍ରମାନେ, କର୍ତ୍ତରୀ ପ୍ରଥମା, ଶିକ୍ଷକାଃ ଶିକ୍ଷକ ମାନେ, ଚ କହିଲେ ଓ, ତାହେଲେ ଓଟାକୁ ଆମେ ଏଇଠି ଲଗେଇଦବା। ସର୍ବେ ଛାତ୍ରାଃ ଚ ଶିକ୍ଷକାଃ, ସମସ୍ତ ଛାତ୍ର ଓ ଶିକ୍ଷକ ମାନେ, ସମାଗତାଃ, ସମାଗତା କହିଲେ ପ୍ରବେଶ କଲେ, ହେଲା, ଆସିଲେ। ସମ୍ ଯୁକ୍ତ ଆ ଯୁକ୍ତ ଗମ୍ ଯୁକ୍ତ ତ, ବୁଝିହେଲା? ତାହେଲେ ତାପରେ ଯେତେବେଳେ ସେ ଦ୍ୱାର ଖୋଲି ସାରିଲେ, ତାପରେ ଯାଇ ସମସ୍ତ ଛାତ୍ର ଆଉ ଶିକ୍ଷକ ମାନେ ଆସିଲେ। ସାକ୍ଷାତ ନବବାଦନେ, ଠିକ 9ଟା ସମୟରେ, ଘଣ୍ଟା ନାଦଃ ଜାତଃ, ଘଣ୍ଟା ନାଦ ହେଲା, ଜାତଃ ଜନ୍ ଯୁକ୍ତ ତ, ଜାତଃ, ଠିକ 9ଟାରେ ଘଣ୍ଟା ନାଦ ହେଲା, ଅର୍ଥାତ୍ ଘଣ୍ଟା ବାଜିଲା। ଅନନ୍ତରମ୍ ଏହାପରେ, ପାଠସ୍ୟ ଆରମ୍ଭଃ, ପାଠସ୍ୟ ଆରମ୍ଭ ଲେଖା ହେଇଛି, ପାଠସ୍ୟ ଯୁକ୍ତ ଆରମ୍ଭଃ, ହେଲା। ତାହେଲେ ଏହାପରେ ଠିକ 9ଟା ସମୟରେ ହିଁ କଣ ହେଲା? ପାଠର ଆରମ୍ଭ ହେଲା। ଏକୋପି ଛାତ୍ରଃ, ଏକଃ ଯୁକ୍ତ ଅପି, ଏକୋପି, ଜଣେ ବି ଛାତ୍ର ବିଳମ୍ବେନ ନାଗଛତ୍, ହେଲା, ଜଣେ ବି ଛାତ୍ର, କର୍ତ୍ତରୀ ପ୍ରଥମା, ବିଳମ୍ବେନ ନାଗଛତ୍, ବିଳମ୍ବରେ ଆସି ନଥିଲେ, ନ ଯୁକ୍ତ ଆଗଛତ୍, ହେଲା, ଜଣେ ବି ଛାତ୍ର ବିଳମ୍ବରେ ଆସି ନଥିଲେ। ମାଧବଃ, ମାଧବ କର୍ତ୍ତରୀ ପ୍ରଥମା, ତତ୍ ଦିନେ ସେହି ଦିନ, କାଳାଧିକରଣେ ସପ୍ତମୀ, ପ୍ରସନ୍ନଃ ଆସୀତ୍ ଖୁସି ଥିଲା, ପ୍ର ଯୁକ୍ତ ସଦ୍ ଯୁକ୍ତ କ୍ତ, ପ୍ରକୃତି ପ୍ରତ୍ୟୟର ପ୍ର ଯୁକ୍ତ ସଦ୍ ଯୁକ୍ତ କ୍ତ, ପ୍ରସନ୍ନଃ, ହେଲେ ମାଧବ ସେଦିନ ଭାରି ଖୁସି ଥିଲା। କାହିଁକି ଖୁସି ଥିଲା ତମେ ଜାଣିପାରୁଥିବ, କାରଣ ଟିକେ ଆଗୁଆ ଆସିଥିଲା ସେ, ନାଇଁ କି? ଯତଃ ଯେଣୁକରି, ସହ ସେ, କର୍ତ୍ତରୀ ପ୍ରଥମା, ପୂର୍ବମ୍ ଏବ, ପୂର୍ବମ୍ ଯୁକ୍ତ ଏବ, ହେଲା, ପ୍ରଥମରୁ ହିଁ, ଏବ ମାନେ ହିଁ, ଆଗତବାନ୍ ଆସିଥିଲା, ଆଗତବାନ୍ ହେଲା ଆ ଯୁକ୍ତ ଗମ୍ ଯୁକ୍ତ ତବତୁ। ମାଧବ ସେଦିନ ଭାରି ଖୁସି ଥିଲା, କାରଣ ସେ ପ୍ରଥମରୁ ହିଁ ଆସି ପହଞ୍ଚିଥିଲା, ସେଥିପାଇଁ। ସହ ବିସ୍ମିତଃ, ସେ ବିସ୍ମିତ ହେଲା, ଅଭବତ୍ ହେଲା, ହେଲା, ସେ ବିସ୍ମିତ ହେଲା, ଶିକ୍ଷକଃ ପୁନରବଦତ୍, ପୁନଃ ଯୁକ୍ତ ଅବଦତ୍, ଶିକ୍ଷକ ହେଲା କର୍ତ୍ତରୀ ପ୍ରଥମା, ତାହେଲେ ଶିକ୍ଷକ ପୁଣି ଥରେ କହିଲେ, ସେ ଭାରି ଆଶ୍ଚର୍ଯ୍ୟ ହେଲା ଯେ ଶିକ୍ଷକ ତାକୁ ପୁଣି ଥରେ କହିଲେ, ଭବତଃ ସମୟ ଜ୍ଞାନମ୍ ନାସ୍ତି, ହେଲା, କହିଲେ ତୁମର, ଭବତଃ କହିଲେ କଣ? ତୁମର ସମୟ ଜ୍ଞାନ ନାସ୍ତି, ନାସ୍ତି ମାନେ ନାହିଁ, ହେଲା, ତୁମର ସମୟ ଜ୍ଞାନ ହିଁ ନାହିଁ, ନାସ୍ତି ନ ଯୁକ୍ତ ଅସ୍ତି। ମାଧବ ଅବଦତ୍, ମାଧବ ତ ସେନ ଶୀଘ୍ର ଆସିଥିଲା, ସେଥିପାଇଁ ମାଧବ କହିଲା, ମାଧବ ଯୁକ୍ତ ଅବଦତ୍, ମାଧବ କହିଲା, ଶ୍ରୀମନ୍, କହିଲା ମହାଶୟ, କଣ ହବ? ସମ୍ବୋଧନୀ ପ୍ରଥମା, ଅଦ୍ୟାହମ୍, ଅଦ୍ୟ ଯୁକ୍ତ ଅହମ୍, ଅଦ୍ୟାହମ୍, କହିଲା ହେ ମହାଶୟ, ଆଜି ମୁଁ ବିଳମ୍ବେନ ନାଗଛାମି, ମୁଁ ଆଜି ବିଳମ୍ବରେ ନାଗଛାମି, ନ ଯୁକ୍ତ ଆଗଛାମି, କହିଲା ହେ ମହାଶୟ, ମୁଁ ଆଜି ବିଳମ୍ବରେ ଆସିନାହିଁ, ପଞ୍ଚଦଶ ନିମିଷେଭ୍ୟଃ ପୂର୍ବମେବ ଆଗଛାମି, ପଞ୍ଚଦଶ ନିମିଷେଭ୍ୟଃ, ଆଗରୁ ଏନେ ପଢିଥିଲ 15 ମିନିଟ୍, ପୂର୍ବମ୍ ଯୁକ୍ତ ଆଗଛାମି, ପୂର୍ବରୁ ଆସିଅଛି, ତେଣୁ ମାଧବ ଶିକ୍ଷକଙ୍କୁ କହିଲା, ମହାଶୟ, ହେ ମହାଶୟ, ମୁଁ ଆଜି 15 ମିନିଟ୍ ଆଗରୁ ହିଁ ଆସିଛି, ତଥାପି ଭବାନ ଏବଂ ବଦତି,
ତଥାପି ତଥା ଯୁକ୍ତ ଅପି ତଥାପି ଭଗବାନ କହିଲେ ଆପଣ ହେଲା ତଥାପି ଆପଣ ଏବଂ ବଦତି ଏପରି କହୁଛନ୍ତି ମମ ମନସି ଦୁଃଖମ ହେଲା ମାଧବ କହିଲା ତଥାପି ମୁଁ ଶୀଘ୍ର ଆସିକି ବି ଆପଣ ଏପରି କହୁଛନ୍ତି ତେଣୁ ମୋ ମନଟା ଦୁଃଖ ଶିକ୍ଷକ ସସ୍ମିତମ ବୋଧୟତି ସସ୍ମିତମ ସ୍ମିତେନ ସହ ବର୍ତ୍ତମାନମ ସହାର୍ଥେ ବହୁବ୍ରୀ ସମାସ କଲେ ଆଉ ବିଭକ୍ତି ନିର୍ଣ୍ଣୟ କଲେ ହବ କଣ କ୍ରିୟା ବିଶେଷଣେ ଦ୍ୱିତୀୟା ଶିକ୍ଷକ ହେଲା କର୍ତ୍ତରୀ ପ୍ରଥମା ତାହେଲେ ଶିକ୍ଷକ ହସିକିରି ଅଳ୍ପ ହସିକିରି ବୁଝାଇ ଦେଲେ ବିଳମ୍ବେନ ଆଗମନମ ତୁ ନ ସାଧୁ ହେଲେ ବିଳମ୍ବେନ ଆଗମନମ ଆସିବା ତୁ ନିଶ୍ଚିତ ଭାବରେ ନ ସାଧୁ ପଞ୍ଚଦଶ ନିମିଷେଭ୍ୟ ପୂର୍ବମ ଏମିତି ପଢିଥିଲେ 15 ମିନିଟ ପୂର୍ବରୁ ଆଗମନମପି ନ ସାଧୁ ହେଲା 15 ମିନିଟ ଡେରିରେ ପୂର୍ବରୁ ଆସିବା ବି କଣ ଭଲ ନୁହେଁ ପୂର୍ବମ ଆଗତ୍ୟ ପୂର୍ବରୁ ଆସି ପୂର୍ବମ ଯୁକ୍ତ ଆଗତ୍ୟ ହେଲା ଆ ଯୁକ୍ତ ଗମ ଯୁକ୍ତ ଲ୍ୟବ ପୂର୍ବରୁ ଆସି କିମ୍ କୃତମ କଣ କଲ ହେଲା ପୂର୍ବରୁ ତୁମେ ଆସିକି କଣ କଲ ଦ୍ୱାରମ ଅଭିତଃ ଦ୍ୱାରମ ଯୁକ୍ତ ଅଭିତଃ ଦ୍ୱାର ସମ୍ମୁଖରେ ଅଭିତଃ ମାନେ କଣ ଆଗରେ ଅଭିତଃ ଯୋଗେ ଦ୍ୱାରମ ହେଇଛି ଦ୍ୱିତୀୟା ବିଭକ୍ତି ତାହେଲେ ଦ୍ୱାର ଆଗରେ ଅବସ୍ଥାନମ କୃତମ ଅବସ୍ଥାନମ ଅବ ଯୁକ୍ତ ସ୍ଥା ଯୁକ୍ତ ଲ୍ୟୁଟ ପ୍ରକୃତି ପ୍ରତ୍ୟୟ କୃତମ ହେଲା କ୍ରୁ ଯୁକ୍ତ ତ ତାହେଲେ ଦ୍ୱାରମ ଅଭିତଃ ମାନେ ଦ୍ୱାର ଆଗରେ ଅବସ୍ଥାନମ କୃତମ ଛିଡା ହୋଇ ରହିଲ ତସ୍ମିନ୍ ସମୟେ ସେହି ସମୟ ଭିତରେ ସ୍ୱପ୍ରକୋଷ୍ଠେ ନିଜ କୁଡିଆରେ ବା ନିଜ ରୁମରେ କିଞ୍ଚିତ ଅଧ୍ୟୟନମ କର୍ତ୍ତୁମ ସକ୍ଷମ ହେଲା ତାହେଲେ ନିଜ ପ୍ରକୋଷ୍ଠ ମଧ୍ୟରେ କିଛି ଅଧ୍ୟୟନ କର୍ତ୍ତୁମ କ୍ରୁଯୁକ୍ତ ତୁମୁନ କରିବା ପାଇଁ ତୁମେ ସକ୍ଷମ ହୋଇପାରିଥାନ୍ତ ହେଲା ତେଣୁ ଆଗରୁ ଆସିକି କିଛି ଆସିବାଟା ଭଲ ନୁହେଁ କି ଡେରିରେ ଆସିବାଟା ମଧ୍ୟ ଭଲ ନୁହେଁ ହେଲା ପିଲାମାନେ ତାହେଲେ ଏଇଠି ଆମେ ଆଜି ରଖିବା ପୁଣି ଆସନ୍ତା ପିରିୟଡରେ ଆମେ ଆଉ ଗୋଟେ ଅଧ୍ୟାୟରେ ପୁଣି ପଢିବା ହେଲା ତାହେଲେ ଏତଶ୍ରୁତ୍ୟ ଲଜ୍ଜିତ ଏଇଠୁ ଆମେ ପଢିବା ତାହେଲେ ଆଜି ପାଇଁ ଆମେ ଏଇଠି ହିଁ ରଖିବା ତୁମେ ତାର ବ୍ୟାକରଣ ଗୁଡିକୁ ଅଭ୍ୟାସ କର ଏବଂ ତାର ମାତୃଭାଷାରେ ତାକୁ ଲେଖ